ଆଜି ରାତିରେ ଏହି ଗୋଟିଏ ମନ୍ତ୍ରକୁ 3 ଥର ପଢ଼ିକି ଲବଙ୍ଗରେ ଫୁଙ୍କି ଦିଅନ୍ତୁ। ସକାଳ ହେବା ମାତ୍ରେ ସେ ଝିଅ ତୁମର ନିଜେ ଆସିକି ତୁମକୁ ଭଲ ପାଉଛି ବୋଲି କହିବ। ହଁ ଦର୍ଶକ ବନ୍ଧୁ, ଯଦି ଆପଣ କେଉଁ ଝିଅକୁ ମନେ ମନେ ଭଲ ପାଉଛନ୍ତି, ପଡ଼ିଶା ଘର ସୁନ୍ଦରୀ ଭାଉଜ ଆଡ଼କୁ ଆକର୍ଷିତ ହେଉଛନ୍ତି, କିନ୍ତୁ ଯେତେ ଚେଷ୍ଟା କଲେ ମଧ୍ୟ ତାକୁ ପଟେଇ ପାରୁନାହାନ୍ତି, ତାକୁ ନିଜର ମନ କଥା କହିବାକୁ ଡରୁଛନ୍ତି, ଆଉ ଆପଣ ଚାହୁଁଛନ୍ତି କି ସେ ଝିଅ ନିଜେ ଆସି ଆପଣଙ୍କୁ ଭଲ ପାଉଛି ବୋଲି କହୁ, ତେବେ ଆଜିର ଏହି ଭିଡ଼ିଓଟି ଆପଣଙ୍କର ଇଚ୍ଛାକୁ ପୂରଣ କରିବ। କାରଣ ଆଜିର ଏହି ଭିଡ଼ିଓଟିରେ ମୁଁ ଆପଣଙ୍କୁ ଶିଖେଇବି ଏମିତି ଏକ ମହାଶକ୍ତିଶାଳୀ ବଶୀକରଣ ମନ୍ତ୍ର। ଏହି ବଶୀକରଣ ମନ୍ତ୍ରକୁ ଆପଣ ଆଜି ରାତିରେ କେବଳ 3 ଥର ପଢ଼ିକି ଲବଙ୍ଗରେ ଫୁଙ୍କିଦେବେ। ତାପରେ ଦେଖିବେ ଯେଉଁ ଝିଅ ପଟୁନଥିଲା ସେ ଝିଅ ପାଗଳି ପରି ଆପଣଙ୍କୁ ଭଲ ପାଇବାକୁ ଲାଗିବ। ପଡ଼ିଶା ଘର ସୁନ୍ଦରୀ ଭାଉଜ ରାତି ଦିନ ଘରକୁ ଡାକିବ, ଆଉ ଯାହା ଚାହିଁବେ ତାହା କରିବାକୁ ଦେବ। ଏହି ବଶୀକରଣ କରିବା ପାଇଁ ଆପଣଙ୍କୁ କୌଣସି ପ୍ରକାର କଷ୍ଟ କାମ କରିବାକୁ ପଡ଼ିବନି କିମ୍ବା କିଛି ବି ପଇସା ଖର୍ଚ୍ଚ କରିବାକୁ ପଡ଼ିବନି। କେବଳ ଆଜି ରାତିରେ ଗୋଟିଏ ଲବଙ୍ଗ ଆଣିବେ। ତାପରେ ମୁଁ ଆପଣଙ୍କୁ କିଛି ପ୍ରୟୋଗ ବିଧି ଶିଖେଇବି। ଆପଣ ସେହି ପ୍ରୟୋଗ ବିଧିକୁ ଠିକ୍ ଭାବରେ କରିବେ। କିଛି ବି ଭୁଲ ଭାଲ କରିବେନି। ମୁଁ ଆପଣଙ୍କୁ ଗୋଟିଏ ମନ୍ତ୍ର ଶିଖେଇବି। ଆପଣ ସେହି ମନ୍ତ୍ରକୁ 3 ଥର ପଢ଼ିକି ଗୋଟିଏ ଲବଙ୍ଗରେ ଫୁଙ୍କିଦେବେ। ତାପରେ ଦେଖିବେ କିପରି ସେହି ସମୟଠାରୁ ସେ ଝିଅ ବିଚଳିତ ହୋଇ ଉଠିବ, ଆପଣଙ୍କ ଆଡ଼କୁ ଆକର୍ଷିତ ହେବାକୁ ଲାଗିବ। ଯେପର୍ଯ୍ୟନ୍ତ ଆପଣଙ୍କ ପାଖକୁ ଆସିନି, ଆପଣଙ୍କୁ ଭଲ ପାଉଛି ବୋଲି କହିନି, ସିଏ ଗୋଟେ ମୁହୂର୍ତ୍ତ ବି ରହିପାରିବନି। ନମସ୍କାର ଦର୍ଶକ ବନ୍ଧୁ, ଏସ୍ ମନ୍ତ୍ର ଚ୍ୟାନେଲରେ ଆପଣମାନଙ୍କୁ ସ୍ୱାଗତ। ଆଜିର ଏହି ଭିଡ଼ିଓଟିରେ ମୁଁ ଆପଣଙ୍କୁ ଶିଖେଇବି ଝିଅ ପଟେଇବା ପାଇଁ ବଶୀକରଣ ବିଦ୍ୟା, ନାରୀ ମୋହିନୀ ବଶୀକରଣ ବିଦ୍ୟା, ଯାହାକୁ ପ୍ରୟୋଗ କରି ଆପଣ ସୁନ୍ଦରୀରୁ ସୁନ୍ଦରୀ ଝିଅକୁ ନିଜ ବଶରେ କରିପାରିବେ। ବର୍ଷ ବର୍ଷ ଧରି ଭାଙ୍ଗି ଯାଇଥିବା ପୁରୁଣା ପ୍ରେମକୁ ଫେରାଇ ଆଣିପାରିବେ। ଶାଶୁ, ନଣନ୍ଦ, ଦିଅର, ଭାଉଜ କାହାକୁ ବି ନିଜ ବଶରେ କରି ତାଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିବେ। କିମ୍ବା ଯଦି କେଉଁ ଝିଅ ଆପଣଙ୍କୁ ଧୋକା ଦେଇଛି, ଛାଡ଼ି ପଳେଇଛି, ଆପଣଙ୍କ ନମ୍ବର ବ୍ଲକ୍ କରିଦେଇଛି, ଅନ୍ୟ କାହା ସହିତ କଥା ହେଉଛି, ଅନ୍ୟ କାହାକୁ ଭଲ ପାଉଛି, ଆଉ ଆପଣ ସେ ଝିଅକୁ ଫେରି ପାଇବାକୁ ଚାହୁଁଛନ୍ତି, ତେବେ ମାତ୍ର ଥରେ ଆଜି ରାତିରେ ଏହି ଗୋଟିଏ ମନ୍ତ୍ରକୁ 3 ଥର ପଢ଼ିକି ଲବଙ୍ଗରେ ଫୁଙ୍କି ଦିଅନ୍ତୁ। ଗ୍ୟାରେଣ୍ଟି ଦେଉଛି ସେ ଝିଅ ଯେତେ ଦୂରରେ ଥିଲେ ମଧ୍ୟ ରାତି ଦିନ ଆପଣଙ୍କ କଥା ଭାବିବ, ନିଜେ ଆସି ଆପଣଙ୍କର ପାଦ ତଳେ ପଡ଼ିବ, ଆଉ ଆପଣଙ୍କୁ ଭଲ ପାଉଛି ବୋଲି କହିବ। ଏହି ବଶୀକରଣ କରିବା ସବୁଠାରୁ ସହଜ। ଏହାକୁ ଆପଣ କିପରି କରିବେ, କେମିତି କରିବେ, ଏହାର ପ୍ରୟୋଗ ବିଧି କ'ଣ, ମୁଁ ଆପଣଙ୍କୁ ଶିଖେଇବି। ସମ୍ପୂର୍ଣ୍ଣ ପ୍ରୟୋଗ ବିଧି ଠିକ୍ ଭାବରେ ଶିଖେଇବି। ଜାଣିବା ପାଇଁ ମୋର ଆପଣମାନଙ୍କୁ ଅନୁରୋଧ କି ଆପଣ ଭିଡ଼ିଓଟିକୁ ପୁରା ଧ୍ୟାନର ସହିତ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଅଧାରୁ ଛାଡ଼ିକି ପଳେଇଲେ କିମ୍ବା କାଟି କାଟି ଦେଖିଲେ ଆପଣ କିଛି ବି ବୁଝିପାରିବେନି। ଆଉ ପରେ ଆପଣ କହିବେ, ଗୁରୁଜୀ ଆପଣଙ୍କର ବଶୀକରଣ କାମ କରୁନି। ତେଣୁ ମୋର ଆପଣମାନଙ୍କୁ ଅନୁରୋଧ କି ଆପଣ ଭିଡ଼ିଓଟିକୁ ମୂଳରୁ ଶେଷ ପର୍ଯ୍ୟନ୍ତ ପୁରା ଧ୍ୟାନର ସହିତ ଦେଖନ୍ତୁ। ପ୍ରୟୋଗ ବିଧିକୁ ଠିକ୍ ଭାବରେ ବୁଝନ୍ତୁ। ତାପରେ ଆପଣ ବଶୀକରଣ କରିବା ପାଇଁ ଯିବେ। କାହିଁକିନା ମୁଁ ଆପଣଙ୍କ ପାଇଁ ଦୁନିଆର ସବୁଠାରୁ ସହଜ ମହାଶକ୍ତିଶାଳୀ ବଶୀକରଣ ନେଇ ଆସିଛି, ଯାହାକୁ କରିବା ପାଇଁ ଆପଣଙ୍କୁ କୌଣସି ପ୍ରକାର ପଇସା ଖର୍ଚ୍ଚ କରିବାକୁ ପଡ଼ିବନି କିମ୍ବା କିଛି ବି କଷ୍ଟ କାମ କରିବାକୁ ପଡ଼ିବନି। କିନ୍ତୁ ମନେ ରଖନ୍ତୁ, ଏହି ବଶୀକରଣର କୌଣସି ପ୍ରକାର କାଟ ନାହିଁ। ଏହାକୁ ଆପଣ ଭାବିଚିନ୍ତି ପ୍ରୟୋଗ କରିବେ। ମନରେ କୌଣସି ଖରାପ ଉଦ୍ଦେଶ୍ୟ କିମ୍ବା କୌଣସି ଖରାପ କାମ ପାଇଁ ଆପଣ ଏହି ବଶୀକରଣକୁ ପ୍ରୟୋଗ କରିବେନି। କାହିଁକିନା ଯେଉଁ ଝିଅ ବା ବିବାହିତା ମହିଳା ଉପରେ ଆପଣ ଏହି ବଶୀକରଣ ମନ୍ତ୍ରକୁ ଗୋଟିଏ ଥର ପ୍ରୟୋଗ କରିଦେବେ, ସିଏ ସେହି ସମୟଠାରୁ ଆପଣଙ୍କ ଆଡ଼କୁ ଆକର୍ଷିତ ହେବାକୁ ଲାଗିବ।
ଆପଣଙ୍କର ଗୋଲାମୀ କରିବ। ଆପଣ ତାକୁ ଯାହା କହିବେ, ଯେମିତି କହିବେ ସେ କରିବ। କୌଣସି ପ୍ରକାର ବାଧା ଦେବ ନାହିଁ। ତେବେ ଏହି ବଶୀକରଣ ବିଧିକୁ ଆପଣ କିପରି କରିବେ, ଚାଲନ୍ତୁ ଜାଣିବା। ତା ପୂର୍ବରୁ ଯଦି ଆପଣ ଆମ ଚ୍ୟାନେଲକୁ ନୂଆ ଆସିଛନ୍ତି, ତେବେ ଦୟାକରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ର ଆଇକନ୍କୁ ମଧ୍ୟ ଦବାଇ ଦିଅନ୍ତୁ, ଯାହାଦ୍ୱାରା ଆମେ ଯେଉଁ ବି ଭିଡ଼ିଓ ଅପଲୋଡ଼ କରିବୁ ସର୍ବପ୍ରଥମେ ଆପଣ ଦେଖିପାରିବେ ଆଉ ତା'ର ଲାଭ ପାଇପାରିବେ। ତେବେ ମନେ ରଖନ୍ତୁ, ଏହି ବଶୀକରଣ ବିଧିକୁ ଆପଣ କେଉଁ ବି ବାରରେ କରିପାରିବେ, କିନ୍ତୁ ଯେବେ ବି କରିବେ ରାତିରେ କରିବେ। ରାତିରେ ଶୋଇବା ପୂର୍ବରୁ ଆପଣ ଏହି ବଶୀକରଣକୁ କରିବେ। ପ୍ରଥମେ ଆପଣ କ'ଣ କରିବେ, ଖଣ୍ଡେ ସାଧା କାଗଜ ଆଣିବେ, କଳା ରଙ୍ଗର କଲମ ଆଣିବେ, ଆଉ ଗୋଟିଏ ଲବଙ୍ଗ ଆଣିବେ। ତାପରେ ନିଜର ଶୋଇବା ବିଛଣା ଉପରେ ଆପଣ ବସି ପଡ଼ିବେ। ପ୍ରଥମେ ଆପଣ କାଗଜରେ ସେହି ଝିଅ ବା ମହିଳାର ନାମ ଲେଖିବେ, ଯାହାକୁ ଆପଣ ପଠାଇବାକୁ ଚାହୁଁଛନ୍ତି। ତା ପାଖରେ ଆପଣ ନିଜର ନାମ ଲେଖିବେ। ନାମ ଲେଖି ସାରିବା ପରେ ସେ କାଗଜ ଉପରେ ଗୋଟିଏ ଲବଙ୍ଗ ରଖିଦେବେ। ତାପରେ ଆଖି ବନ୍ଦ କରିକି ସେହି ଝିଅ ବା ମହିଳାକୁ ମନେ ମନେ ଭାବିବେ। ତା'ର ମୁହଁକୁ ନିଜ ମନରେ ଭାବିବେ। ତାପରେ ଏହି ମନ୍ତ୍ରକୁ 3 ଥର ପଢ଼ିବେ ଆଉ ଲବଙ୍ଗରେ ଗୋଟିଏ ଥର ଫୁଙ୍କିଦେବେ। ମନ୍ତ୍ରଟି ଧ୍ୟାନର ସହିତ ଶୁଣନ୍ତୁ। ଓମ୍ ହ୍ରିଂ ଶ୍ରୀଂ ରୁଦ୍ରାୟ ଆମୁକମ୍ ମେ ବସମାନାୟ ସ୍ୱାହା। ଆମୁକମ୍ ଜାଗାରେ ଆପଣ ସେହି ଝିଅ ବା ମହିଳାର ନାମ କହିବେ, ଯାହାକୁ ଆପଣ ପଠାଇବାକୁ ଚାହୁଁଛନ୍ତି। ମନ୍ତ୍ରକୁ ଆପଣ 3 ଥର ପଢ଼ିବେ। 3 ଥର ଆପଣ ମନ୍ତ୍ର ପଢ଼ି ସାରିବା ପରେ ସେ ଲବଙ୍ଗ ଉପରେ ଗୋଟିଏ ଥର ଫୁଙ୍କିଦେବେ। ତାପରେ ଆପଣ ସେ କାଗଜ ଆଉ ଲବଙ୍ଗକୁ ଭଲ ଭାବରେ ମଡ଼ିକି ନିଜର ଶୋଇବା ତକିଆ ତଳେ ରଖିକି ଆପଣ ଶୋଇପଡ଼ିବେ। ସକାଳୁ ଉଠିବା ମାତ୍ରେ ଆପଣ କ'ଣ କରିବେ, ସେ କାଗଜ ଆଉ ଲବଙ୍ଗକୁ ଘର ବାହାରେ ନେଇକି ଜାଳିଦେବେ। ସେହି ସମୟଠାରୁ ସେ ଝିଅ ହେଉ ବା ବିବାହିତା ମହିଳା ଆପଣଙ୍କ ଆଡ଼କୁ ଆକର୍ଷିତ ହେବାକୁ ଲାଗିବ, ଆପଣଙ୍କୁ ଭଲ ପାଇବାକୁ ଲାଗିବ। ଧନ୍ୟବାଦ।